तिथि पुण्य संध्यारे समस्तंकु शुभेच्छा जनाऊँगी। आज गोटे भल खबर होउची ओडिशा रे गोटे कर्म नियुक्ति पाई आज ओडिशा बाहरु भारत बाहरु अनेक कंपानी माने आसीथिले। आम राज्यर मुख्यमंत्री देशर प्रधानमंत्री सहित आलोचना करी जाइछन्ति। तेबे जहाँ शुना जाउची बहु लोक या द्वारा कर्म नियुक्ति पाइबे। आपण देखंतु कर्म ही प्रकृत रे भगवानंकर जदि किछि पूजा थाए आमे भगवान को पूजा कहले से मेला महोत्सव एमती सब केते गुड़े कथा भावुछु। षोड़श उपचार पूजा पंचोपचार पूजा किंतु बलिया सब बेले देखिछि जोठी कर्म सेठी अच्छी धर्म। धर्म जोठी अच्छी सेठी भगवान निश्चय अछंती। जड़े धार्मिक व्यक्ति से कर्म करने से कर्म करने को भल पाएनी किंतु दान करने को बहुत भल पाए। तो बापा ता संपत्ति को जे दान कला तापर कौन हला खाया को पाइलानी। तापर ताकू किछि लोक कहले तू कर्म कर आउ कर्म करने ता भीतर सामर्थ्य भी नहीं। मोटामोटी भाव कर्मटा जोठी अच्छी धर्म आपे आपे तुम पाखे पहुँचब। धर्म जोटी रही दान पुण्य पूजा सब रही धरतु जाइछन्ति आमर त्रिवेणी संगम गुड़ सनातन धर्मर भारत वर्षर ये हूँ एक माने जहाँ को कहती महापुण्य। हे महापुण्य कथा मन पड़ा बेलू भागवतर कथाटी मन पड़े। गंगा विचारू थाई मने बारुणी पड़ब केशने आसबे मोर भक्तगण मो पाप करिवे मोचन। गंगा जमुना को आमे स्नान करिया को जाउछु से एते 100 केते वर्ष पूर्व पड़ी गाधेवाई 10 कोटी 15 कोटी लोक जाउछन्ति किंतु मूल कथाटी कि आमे बुझी पारुनु। गंगा भी अपेक्षा करिसन्ति भक्त माने जेतेबेले आसीबे मो देहरे स्नान करिवे मु टिके पाप माने पाप विमोचित हेबे। ताले ये जो कोटी कोटी लोक जाउछन्ति समस्त कोन भक्त ता भितरे 500 खंडे लोक भक्त थिबे कि 50 जन थिबे कि 500 लोक थिबे। सेई माने ही प्रकृत रे साधु संत सज्जन से माने गंगा माता को पाप को लेकिरी आसबे एवं तांको साधना बल तांको जोग आसन साधन भजन जाग यज्ञ प्राणायाम माध्यम रे से पाप को से विमोचन करेंगे। आमे जे जाऊँ आमे निहाती स्वार्थपर हो जाऊँ कहीं आमे जानीचु अनेक लोक खुशी रे जाउछन्ति अनेक लोक तीर्थ जीवा तांकर गोटे अभ्यास रही अनेक लोक जाउछन्ति से माने अनेक लोक बोले बहुत लोक
ପାପ କରିଛନ୍ତି ଆହୁରି ଆଗକୁ ପାପ କରିବେ। ତେଣୁ ସେ ଭାବୁଛନ୍ତି ଆମେ ମଝିରେ ଗୋଟେ ସ୍ନାନ ପକାଇଛୁ, ସ୍ନାନ କରିଦେଲେ ପାପ ଗୁଡ଼ାକ ସବୁ ଚାଲିଯିବ, ତାପରେ ପୁଣି ପାପ କିଛି କରିବା ଆଉ। ତେଣୁ ଆମର କୁହାଯାଇଛି, ବୈଷ୍ଣବୀୟ କୀର୍ତ୍ତନରେ କୁହାଯାଇଛି, କୋଟି ଡାନେ ଗ୍ରହଣେ ଚକାଶୀ, କୋଟି ଡାନେ ଗ୍ରହଣେ ଚକାଶୀ, ମାଘେ ପ୍ରୟାଗେ କୋଟି କଳ୍ପବାସୀ, ସୁମେରୁ ସମତୁଲ୍ୟ ହିରଣ୍ୟ ଦାନେ, ନହି ତୁଲ୍ୟ ଗୋବିନ୍ଦ ନାମେ। ଇଏ କଥାକୁ ଯିଏ ବୁଝିବ ସେ ଗଲେ ଭଲ, ନ ଗଲେ ଭଲ। ଆର ବର୍ଷ ଆମର କୁମ୍ଭ ନଥିବ, କିନ୍ତୁ ପ୍ରୟାଗରାଜରେ ମେଳା ହଉ। ଆମେ ଏବେଠାରୁ ଗୋଟେ ସଂକଳ୍ପ କରୁଛୁ, ଯଦି ଆମ ଦେହ ସୁସ୍ଥ ରହେ ଆମେ ନିଶ୍ଚିତ ଗୋଟାଏ ଭକ୍ତମାନଙ୍କ ଗହଣରେ ସେଠି ମଧ୍ୟ ଆମେ 15 ଦିନିଆ ଗୋଟେ କ୍ୟାମ୍ପ ପକାଇବୁ। ତେବେ ଏଇ ଯେଉଁ ପଦଟି କହିଲେ, ସୁମେରୁ ସମତୁଲ୍ୟ ହିରଣ୍ୟ ଦାନ, ଯଦି ପର୍ବତେ ସୁନା ଦାନ କର, ଯଦି କୋଟିଏ ଗାଈ ଦାନ କର, ସୁମେରୁ ସମତୁଲ୍ୟ ହିରଣ୍ୟ ଦାନେ, ୟାକୁ ସବୁ କଲ, ଏଇ ଗୋଟିଏ ପାଖରେ ରହିଲା। ଆଉ ଗୋଟିଏ ପାଖରେ ଯଦି ତୁମେ ନାମ କଲ, ସେ ନାମର ପ୍ରଭାବଟା ଏତେ ଯେ ନହି ତୁଲ୍ୟ ଗୋବିନ୍ଦ ନାମ, ଗୋବିନ୍ଦ ନାମେ। ତାମାନେ ଗୋବିନ୍ଦଙ୍କ ନାମ ସହିତ ଏଗୁଡ଼ାକ କେହି ସମାନ ହେବେନି। ମାନେ ଗରିୟାନ ହେଉଛନ୍ତି ନାମ। ସେ ନାମ ଯଦି ଗରିୟାନ, ତାହେଲେ ଆପଣମାନେ କୁହନ୍ତୁ ନାମ କରୁଛନ୍ତି କି? ପ୍ରତ୍ୟେକ ଦିନ ଆପଣ ତୀର୍ଥ ସ୍ନାନ କରିବାର ସୁଯୋଗ ପାଇବେନି, କିନ୍ତୁ ନାମ ସ୍ନାନ କରିବାର ସୁଯୋଗ ପାଇବେ। ନାମ ପରମ ବ୍ରହ୍ମ ଜୀବେର ମୂଳ ଧର୍ମ ବୋଲି ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର କହିଲେ। ମହାପ୍ରଭୁ ଚୈତନ୍ୟ ତାର 400 ବର୍ଷ ପୂର୍ବରୁ ଆସି କହିଗଲେ, ହରେର ନାମୈବ କେବଳମ୍। ଠାକୁର ରାମକୃଷ୍ଣ ମଧ୍ୟ ନାମ ଉପରେ ଗୁରୁତ୍ୱ ଆରୋପ କଲେ। ଠାକୁର ଓଙ୍କାରନାଥ ନାମ ଉପରେ ଗୁରୁତ୍ୱ ଆରୋପ କଲେ। ବଡ଼ ବାବାଜୀ ରାଧାରମଣ ଦେବ, ବାବାଜୀ ରାମଦାସ, ସଖୀମା ବାୟା, ଠାକୁର ହରିରା ଇତ୍ୟାଦି ଇତ୍ୟାଦି, ଏମାନେ ନାମ ବ୍ୟତୀତ ଅନ୍ୟ କୌଣସିଥିରେ ମନ ନିବିଷ୍ଟ କରନ୍ତି ନାହିଁ। ଯଦି ନାମ ଅଛି ପାଖରେ, ଏ ନାମ ଅଛି ମନରେ, କାମ ଅଛି ହାତରେ, ଏବଂ ଚେତା ଅଛି ପଟିଷ୍କରେ, ତାହେଲେ ଆମେ ହାରିବାର ଆମର ନାହିଁ। ତେବେ ଆମେ ଯେତିକି ଦିନ ସଂସାରକୁ ଆସିବା, ସେ କାଗଜ ପୃଷ୍ଠା ନଉଟିଲା ଭଳିଆ ଆମ ଜୀବନ ପୃଷ୍ଠା ଗୁଡ଼ାକ ନଉଟି ଚାଲିଛି। କେତେବେଳେ ପୃଷ୍ଠା ସରିଯିବ। ତେଣୁ ଜୀବନ ପୃଷ୍ଠା ଶେଷ ହେବା ପୂର୍ବରୁ କିଛି ଲେଖି ରଖ, କିଛି ମନେ ରଖ, ଅମର ବାଣୀ, ଅମର ତତ୍ତ୍ୱକୁ ମନେ ରଖ। ଗୋଟିଏ ବାପର 3ଟି ପୁଅ, ବାପାଟି ଚାକିରି କରିଛି, ପେନସନ୍ ପାଉଛି। ପେନସନ୍ ପାଉଛି, ସେ ପେନସନ୍ ପଇସାଟା ନେବା ପାଇଁ ଗୋଟିଏ ପୁଅ ତାକୁ ସାଇକେଲରେ ବସେଇ ତାର ଅଫିସ ପର୍ଯ୍ୟନ୍ତ ନେଉଛି। କେବଳ ପେନସନ୍ ଟଙ୍କାରୁ କିଛି ସେ ପାଇବ। ସାଡ଼ୁ ଯେମିତି ପେନସନ୍ ଟଙ୍କା ନେଇକିରି ଆସିଲା, ସେଟା 4 ବାଣ୍ଟ ହେବ। 3 ପୁଅ, ବାପା ମାଙ୍କର ଗୋଟିଏ ବାଣ୍ଟ। 4 ବାଣ୍ଟରେ ଆଉ ଗୋଟିଏ ବାଣ୍ଟ ହେବ
ମୁଁ ନେଇକିରି ଯାଇଥିଲି ମୋଟର ସାଇକେଲରେ, ସେଥିପାଇଁ ତେଲ ବାବଦର ଏତିକି। ତାପରେ ବାପ ମା ସ୍ୱତନ୍ତ୍ର, 3 ପୁଅ ସ୍ୱତନ୍ତ୍ର। ଯେତେବେଳେ ପୁଣି ମାସ ଶେଷ ପଡ଼ିବ ସେତେବେଳେ ପୁଅ ଖୋଜିବେ, ମାନେ ବାପାଙ୍କୁ। ଗୋଟିଏ ପୁଅ ଖୋଜୁଛି, ସେ ଯାହାକୁ ଖୋଜୁଛି ଟଙ୍କା ପାଇବା ପାଇଁ ଖୋଜୁଛି, କିନ୍ତୁ ଭଲରେ ଖୋଜୁନାହିଁ। ଆଉ ଗୋଟିଏ ପୁଅ ମଦ ଖାଇକିରି ଗଡ଼ୁଛି, ସେ ଉଠି ପାରୁନାହିଁ, ଏ ସବୁବେଳେ ତ ମଦ ପିଉଛି ଶୋଉଛି। ଆଉ ଗୋଟିଏ ପୁଅ ତାର ସେ କ'ଣ କରୁଛି, ମାନେ ବୁଲୁଛି ଆଉ। ତେଣୁ ଜୀବନକୁ ଯଦି ଏଇ ଶାପରେ ବା ଏଇ ଅଭିଶାପରେ ଆମେ ପ୍ରକୃତରେ ଅଭିଶପ୍ତ ହଉ, କୁହନ୍ତୁ ସଜ୍ଜନ, କେଉଁ ପ୍ରୟାଗ ଆମକୁ ଆମର ପାପକୁ ନେବେ ନାହିଁ। ଆମେ ପାପ ଦେବାକୁ ଗଲେ ମଧ୍ୟ ପାପ ଆମକୁ ଫେରେଇ ଦେବେ। ଆମେ ଯଦି ଜୀବନରେ କାହାରି ସେବା ଟିକେ କରିଥିବା, କାହା ପାଇଁ ଆଖିରୁ ଟିକେ ଲୁହ ଗଡ଼େଇ ଦେଇଥିବା, କାହାକୁ ଯଦି ଆମେ 3ଟା ରସଗୋଲା ଖାଇବା କଥା, ଆମର ଆଉ ଜଣକୁ ଦେଖିକିରି 2ଟା ଖାଇକିରି ଗୋଟାଏ ଅଇଁଠା ନୁହଁ, ମାନେ ଗୋଟେ ରସଗୋଲା ତାକୁ ଦେଇଦେଲୁ, ସିଏ ଯେଉଁ ଖୁସି ହେଇଯାଇଥିବ, ସେ ଯାହା ହଉ ମୋ ପାଖରେ ପଇସା ନଥିଲା ବାବୁ କିଏ ଦେଇଦେଲେ, ସେଇଟା ଗୋଟେ ସେ ଛୋଟିଆ ଯଜ୍ଞ। ଆମେ ତ ବଡ଼ ଘିଅ ପୋଡ଼ିକି ଯଜ୍ଞ କରୁଛୁ, ନାମ କୀର୍ତ୍ତନ ଘଣ୍ଟା ବଜେଇ ନାମ କରୁଛୁ, କିନ୍ତୁ ଇଏ ହେଉଛି ନୀରବ ଯଜ୍ଞ। ଏ ହେଉଛି ନୀରବ ଯଜ୍ଞ। ସେଥିପାଇଁ ଗୀତାରେ କହିଲେ ନୀରବ ଯଜ୍ଞ କ'ଣ? ଜପ ଯଜ୍ଞନାଂ ଜପ ଯଜ୍ଞସ୍ମି। ମୂକ ଭଳି ରହି କାମ କର, ମୂକ ହୁଅ ନା, ମୂକବତ ରହିବ, ଅଳ୍ପ କଥା କହିବ, କାମ ବେଶୀ କରିବ। ତେଣୁ ଖାଲି ଗୁଡ଼ିଏ ନାମ ନେଇଗଲେ, ଗୋଟିଏ କ'ଣ ନେଇଗଲେ, ଯେ ଗୋଟେ କ'ଣ ହେଇଯିବ, ଏ କଥାକୁ ସମ୍ମାନ ଦେବା, କିନ୍ତୁ ସମ୍ମାନ ଦେବା ତା ସହିତ ସଂକଳ୍ପବାନ ମଣିଷ ହେବା। ସଂକଳ୍ପ। ଏଇ ଯେଉଁ ଶିଶୁ ଅନନ୍ତଙ୍କର ଏଇ ପବିତ୍ର ପୀଠଟି, ଇଏ ଅର୍ଥରେ ହେଇନି, ଅର୍ଥ ଆସିଛି, ଅର୍ଥ ଖର୍ଚ୍ଚ ହେଇଛି, ଅର୍ଥରେ ଘର ଦ୍ୱାର ହେଇଛି। ସେଠି ରହୁଛି କିଏ? ବିଲୁଆ ରହୁଛି ନା କୁକୁର ରହୁଛି ନା? ମୁଁ ଆହାର କହିବ ବାବା ବଳିଆ ରହୁଥିଲି, ବାବା ବଳିଆରେ ଗୋଟିଏ ଘରେ ରହୁଛନ୍ତି, ଏତେ ଘର କାହିଁକି ହେଇଛି? ତେଣୁ ଏଇଟା ହେଉଛି ଏ ଅର୍ଥର, ଇଏ ହେଉଛି ବିଭୂତିର, ତ୍ୟାଗର ପ୍ରତୀକ। ଆମେ କଷ୍ଟ କଲେ, ତ୍ୟାଗ କଲେ ଆମ ଲୋକ କେମିତି ଭଲରେ ରହିବେ, ଭଲରେ ପ୍ରସାଦ ପାଇବେ, ସେ ନେଇ ସବୁ ଭଲ କଥା ମୁଣ୍ଡରେ ପରିବାର, ସେ ଭଲଟାକୁ ସବୁଠାରୁ ଯେ ଦୁନିଆରେ ଭଲ ସେ ହିଁ କରୁଛନ୍ତି। ଆମେ କେବେ ସମ୍ପୂର୍ଣ୍ଣ ଭଲ ମଣିଷ ନୁହେଁ, ସମ୍ପୂର୍ଣ୍ଣ ଭଲ ମଣିଷ ହେଉଛନ୍ତି ସେଇ ଜଣେ ଯାହାକୁ ଆମେ କହୁଛୁ ପୂର୍ଣ୍ଣମଦ। ତେଣୁ ଆଉ ବିଶେଷ ଭାବରେ କିଛି କହିବାକୁ ଚାହୁଁନି, ଏତିକି କେବଳ କହୁଛି ବର୍ତ୍ତମାନ ଯେଉଁ ସମୟ ଆସୁଛି, ମାନେ ଭୟାବହ ସମୟ ଆସୁଛି। ତେଣୁ ଏଇ ଯେଉଁ ସମୟରେ ଯୁଦ୍ଧ ଶାନ୍ତ ହେଇଛି, ଆମେ ପ୍ରାର୍ଥନା କରୁଥିଲୁ ନିରବିଚ୍ଛିନ୍ନ ଭାବରେ, ଦୀପ ଲଗାଉଥିଲୁ, ଭକ୍ତମାନଙ୍କୁ ନିବେଦନ କରିଥିଲୁ, ଆଉ ଯୁଦ୍ଧ ଟିକେ ଶାନ୍ତ ପଡ଼ିଛି। ସେମିତି ଆହୁରି ଅନ୍ୟାନ୍ୟ କ'ଣ ଗୋଟେ ଆଉଛି। ତେଣୁ 3ଟି ବୀଜ ମନ୍ତ୍ର ମଧ୍ୟ ଆସିଛି, ସେ 3ଟି ବୀଜ ମନ୍ତ୍ରକୁ ସ୍ମରଣ କରିବେ। ଗୁରୁ ମନ୍ତ୍ର, ଯିଏ ଯେଉଁ ଗୁରୁଙ୍କର ଆଶ୍ରିତ ହୁଅ, ସେଇ ଗୁରୁଙ୍କୁ ଚିନ୍ତନ କରି ବା ଇଷ୍ଟଙ୍କୁ ଚିନ୍ତନ କରି 3ଟି ଅକ୍ଷର ଅଂ ବଂ ଜଂ, ଅଂ ବଂ ଜଂ,
ये तीनोटी मिसई देले अंग बंग जंग अनंत ब्रह्म ज्योति बोली आसूची किंतु गोटी गोटी कर व्याख्या कले लंबा व्याख्याटी हम अंग गोटे चक्र को ध्यान करेंगे ललाट चक्र को ध्यान करी आपण श्रद्धा अनुजाई अंग बंग जंग एवं ता सहित विश्वर शांति हो देशर शांति हो आमे समस्ते भलरे रहू ये कथा चिंता करिया उचित जे बाया कहले जे पांचे परर मंद ता मंद चिंतनती गोविंद जदि पुओ हब भल पुओ हब जदि बाप हब भल बाप हब एमितिया पुओ हवा उचित नुह एमितिया बापा हबे उचित नुह बापा मृत्यु शଯ୍यार शोईची मृत्यु मरीगला ताको पोड़े बोली राति 4टा होगला मत मद पीकी शोई पोड़ किए क्या डाक बापा मलानी आस टे पोड़ापोड़ी कर शुद्धि हवापाई ये जो आमर जो परंपरा रही ब्राह्मण वैष्णव माने खाइबे शुद्धि किए रांधिब किए क्या बाढ़ किए परिवेषण कर किए दब हे मामलटी किए कर दिन 4टा बाजिगला तथापि समस्ते अभद्र नुहति तथापि भद्र लोक से ग्राम अच्छा से अंचल अच्छा तो पिला गुड़ाक मद खाई गड़ुच आस आस आम सब टे साहाय्य करी कामटा गोटे उठेदबा पुणी ब्राह्मण भोजनी है गाँ वाला खाइले सी ता पछरे मद मद पीकी शोई उठिकी बोले मना खाई कि कौन करें तेणु या कौन यही हूँ आमर धर्म यही हूँ सनातन धर्मर मौलिक तत्व तेणु नाम कर काम कर कथाटी ये रहा।